ଓଡ଼ିଆ ଲେଖକ ସମ୍ମିଳନୀ ଉଦ୍ଘାଟିତ। ପାରାଦୀପ ଅଫିସର୍ସ କ୍ଲବ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ କୁଜଙ୍ଗ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ମିଳିତ ସହଯୋଗରେ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ସୃଜନ ସାଧକ ଡକ୍ଟର ଗୌରହରି ଦାସ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଗାଳ୍ପିକ ପାରମିତ ଶତପଥୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକମାନେ ଯୋଗ ଦେଇଥିବା ବେଳେ ସମସ୍ତ ଅତିଥିମାନେ ସାହିତ୍ୟ ଉପରେ ନିଜ ନିଜର ମତ ପୋଷଣ କରିଥିଲେ। ଏହି ସଭାରେ ସୃଜନ ଅସ୍ତ୍ର ନିର୍ମାଣ କରୁଥିବା ସମକାଳର ସାହିତ୍ୟିକମାନେ ସମ୍ବେଦନଶୀଳ ହେବା ଉଚିତ ବୋଲି କହିଥିଲେ। ଏହି ଲେଖକ ସମ୍ମିଳନୀରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡକ୍ଟର ରୋଜାଲିନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ନ୍ୟୁଜ୍। ମୁଁ ରଘୁନାଥ ସାହୁ, ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀର ସଭାପତି। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ଉଭୟଙ୍କର ମିଳିତ ଭାବରେ ଏକ କାର୍ଯ୍ୟକ୍ରମ ପାରାଦୀପଠାରେ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ କବି, ଲେଖକ, ନାଟ୍ୟକାର, ସେମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାହିତ୍ୟିକମାନେ ଯୋଗ ଦେଇଥିଲେ। ସକାଳ 10ଟା ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଅପରାହ୍ନ 3 ଘଟିକା ସମୟରେ ଶେଷ ହେବ। ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କର ଏହି ସଂସ୍ଥା କେନ୍ଦ୍ର ସାହିତ୍ୟ ଅକାଦେମୀ ସମଗ୍ର ରାଜ୍ୟର ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଯେଉଁ ସାହିତ୍ୟିକମାନେ ଅଛନ୍ତି, ଯେଉଁ କୃତି ଲେଖକମାନେ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କର ପ୍ରତିଭା ଯେଉଁ ବରମଲ୍ଲି ପରି ସେମାନେ ମଉଳି ଯାଉଛନ୍ତି ତାହା ନ କରିଦେବା ପାଇଁ ଏବଂ ସେମାନଙ୍କ ପ୍ରତିଭାକୁ ବିକାଶ କରିବା ପାଇଁ ସେମାନଙ୍କ ହାତ ଧରି ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯେଉଁ ପଦକ୍ଷେପ ନେଇଛି, ସେଥିପାଇଁ ସେ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ସହିତ କୁଜଙ୍ଗ ସହିତ ଯୋଡ଼ି ହୋଇ ଆଜି ଯେଉଁ କାର୍ଯ୍ୟକ୍ରମ ତାଙ୍କ ଦ୍ୱାରା କରାଯାଇଛି, ସେଥିରେ କୁଜଙ୍ଗବାସୀ, ପାରାଦୀପବାସୀ ସମସ୍ତ ସାହିତ୍ୟିକ ବୃନ୍ଦ ଆମେ ବହୁତ ଖୁସି ଅଛୁ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର এই যে পদক্ষেপ কেন্দ্র সরকার নেইছেন এবং সাহিত্য ମାନଙ୍କ প্রতি যে পদক্ষেপ নেইছেন ସେଥିପାଇଁ তাଙ୍କୁ ধন্যবাদ প্রদান করছি। ମୁଁ କବି ପୀତାମ୍ବର ତରାଇ, ସମାଜ କର୍ମୀ, କୁଜଙ୍ଗ। ଆଜିର এই କାର୍ଯ୍ୟକ୍ରମ କେନ୍ଦ୍ର ସାହିତ୍ୟ ଏକାଡେମୀ କୁଜଙ୍ଗର ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ଲେଖକ ସମ୍ମିଳନୀ ପାରାଦୀପଠାରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ କୋଣ ଅନୁକୋଣରୁ ନିମନ୍ତ୍ରିତ କବିମାନେ, ଲେଖକମାନେ, ବୁଦ୍ଧିଜୀବୀମାନେ ଯୋଗ ଦେଇଛନ୍ତି। ଗୋଟେ ବାର୍ତ୍ତା ଆମର ଯିବା ଦରକାର ସମାଜ ପାଇଁ ବା ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧି କରିବା ପାଇଁ, ଭାଷାକୁ ଯେଉଁ ସଂକଟଜନକ ଅବସ୍ଥା ବା ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ଭାଷା କ୍ଷେତ୍ରରେ ତାକୁ ସେ ଯେଉଁ ଆଶଙ୍କାଟାକୁ ଦୂର କରିବା ପାଇଁ ପାରାଦୀପଠାରେ ଆଜି ହେଉଛି ସେ ସଭାର ଏକ ମୁଖ୍ୟ ଉଦ୍ଦେଶ୍ୟ। এই ଉତ୍ସବରେ ଗୋଟେ ଭାବ, ଗୋଟେ ଭାବନା, ଗୋଟେ ଭାବଭୂମି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି। ମୂଳ କଥାଟି ହେଉଛି ଭାଷାକୁ ଠିକ୍ ଭାବରେ ବ୍ୟବହାର କରିବା। ଭାଷା ତ୍ରୁଟିଶୂନ୍ୟ ହେବା ଦରକାର। ଭାଷା, ମାତୃଭାଷା, ମା ମାଟି ଓଡ଼ିଆଙ୍କ ପାଇଁ ଜରୁରୀ ଆବଶ୍ୟକତା ଅଛି। ଏଥିରୁ ଗୋଟିଏ ବ୍ୟତିକ୍ରମ ଘଟିଲେ ଜାତିର ପରିଚୟ ଆଗାମୀ ଦିନରେ ସଠିକ ଭାବରେ ହଜିଯିବ। ଏଇ ଯୋଉ ଆଶଙ୍କା ବୁଦ୍ଧିଜୀବୀ ଲେଖକ କବି ମାନଙ୍କ ଭିତରେ ସୃଷ୍ଟି ହୋଇଛି, ଗ୍ରାମାଞ୍ଚଳରେ ସାହିତ୍ୟ ସଭା ମାଧ୍ୟମରେ ଏକ ବାର୍ତ୍ତା ଆମେ ଦେବା ପାଇଁ ଚାହୁଁ। ଭାଷାକୁ ବ୍ୟବହାର କର, ଭାଷାକୁ ବହୁଳ ଭାବରେ କଲମ ମାଧ୍ୟମରେ, କାଗଜ ମାଧ୍ୟମରେ ବ୍ୟବହାର କରାଯାଉ। ଇଂରାଜୀ ଭାଷାଠୁ ଦୂରେଇ ରହି ଭାଷାକୁ ଯୋଉଠି ଆମେ କଥା ହଉଛି ପ୍ରତିଟି ଓଡ଼ିଆ, ଚା କଟିରେ ହଉ, ଦୋକାନରେ ହଉ, ହାଟରେ ହଉ, ଘାଟରେ ହଉ, ବାଟରେ ହଉ, ସଭା ସମିତିରେ ହଉ, ଇଂରେଜୀ ଶବ୍ଦ ଯେମିତି ଗୋଟିଏ ଓଡ଼ିଆ ପାଟିରେ ନ ପଶେ, ଇଏ ହେଉଛି ଆମର ଉଦ୍ଦେଶ୍ୟ। ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ
ମୁଁ ଗୌରବ ଦାସ ମୁଁ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ। ପ୍ରତ୍ୟେକ ଭାଷା ପାଇଁ ଜଣେ ଜଣେ ଆବାହକ ଥାନ୍ତି। ମୁଁ ଓଡ଼ିଆ ଭାଷାର ଆବାହକ। ଆମର ବର୍ଷ ସାରା କାର୍ଯ୍ୟକ୍ରମ ହୁଏ ବିଭିନ୍ନ ରାଜ୍ୟରେ, ଦେଶର ବଡ଼ ବଡ଼ ସହରରେ ଏବଂ ଦେଶ ବାହାରେ ମଧ୍ୟ ହୋଇଥାଏ। ସେହି ଶୃଙ୍ଖଳାରେ ଆଜି ପାରାଦୀପର ପ୍ରିୟବନ୍ଧୁ ଏକାଡେମୀ ମିଳିତ ସହଯୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଗୋଟେ ଦିନିକିଆ ବ୍ୟାପୀ କାର୍ଯ୍ୟକ୍ରମ, ସାହିତ୍ୟ କାର୍ଯ୍ୟକ୍ରମ, ଲେଖକ ସମ୍ମିଳନୀ ଆୟୋଜନ କରିଛି, ଯେଉଁଥିରେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ, ପଶ୍ଚିମ ଓଡ଼ିଶାରୁ, ଦକ୍ଷିଣ ଓଡ଼ିଶାରୁ, ପୂର୍ବ ଓଡ଼ିଶାରୁ, ଉପକୂଳ ଓଡ଼ିଶାରୁ ଲେଖକ ଲେଖିକାମାନେ ଆସିଛନ୍ତି। ସେମାନେ ତାଙ୍କ ଗଳ୍ପ କବିତା ପଢ଼ୁଛନ୍ତି। ଗଳ୍ପ କବିତା ପଢ଼ିବା ଛଳରେ ସେ ଅଞ୍ଚଳ ଲେଖକ ଲେଖିକାମାନେ ଆମ ଅଞ୍ଚଳ ଲେଖକ ଲେଖିକାମାନଙ୍କର ଭାଷା, ଆଚାର ବ୍ୟବହାର ସମ୍ପର୍କରେ ଜାଣୁଛନ୍ତି। ଆମର ଉପକୂଳ ଓଡ଼ିଶାର ପ୍ରକୃତି ସହିତ, ପରିବେଶ ସହିତ, ପାରାଦୀପର ଏଇ ଯେଉଁ ଲ୍ୟାଣ୍ଡସ୍କେପ୍ ତା ସହିତ ମଧ୍ୟ ପରିଚିତ ହେଉଛନ୍ତି। ଏମାନେ ମଧ୍ୟ ତାଙ୍କଠାରୁ ଅନୁଭବ ମଧ୍ୟ ଶୁଣୁଛନ୍ତି। ମଣିଷକୁ ଈଶ୍ୱର ପାଦ ଦେଇଛନ୍ତି, କାରଣ ସେ ଚାଲିବ, ଭିନ୍ନ ଭିନ୍ନ ଜାଗା ଯିବ, ଅନୁଭବ ସଂଗ୍ରହ କରିବ, ସେ ଗଛ ପରେ ସ୍ଥିର ହୋଇ ରହିବ ନାହିଁ। ଏବଂ ଲେଖକ ହେଉଛି ତା ସମକାଳ, ତା ସମୟ, ଏ ସମୟରେ ହେଉଛି ଗୋଟେ ମୁଖପାତ୍ର। এই সময়ের যে সমস্যা, রাজনৈতিক সাংস্কৃতিক এই সমস্যাকে তা কলমে ফুটেইব এবং লোকଙ୍କୁ ରଖିଯିବ, ଭବିଷ୍ୟତ ପାଇଁ ରଖିଯିବ। ଏବଂ ଏ ଅଞ୍ଚଳ ହେଉଛି ବିଶ୍ୱର ମହାନ୍ତି ଅଞ୍ଚଳ। ଏ ଅଞ୍ଚଳ ହେଉଛି ଶାରଳା ଦାସ ଅଞ୍ଚଳ। ଏ ଅଞ୍ଚଳ ହେଉଛି ପାରାଦୀପ, ଯାହା ଓଡ଼ିଶାର ଆଧୁନିକ ଓଡ଼ିଶାର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଓଡ଼ିଶା, ପାରାଦୀପ ପୁଣି ଆମକୁ 1999 ମହାବାତ୍ୟାର ସବୁଠୁ ଦୁର୍ଭାଗ୍ୟଜନକ ଯେଉଁ କ୍ଷତ, ତାର ମଧ୍ୟ ସ୍ମୃତି ଦେଇଦିଏ। ତେଣୁ ପାରାଦୀପ ଭଳି ଆଉ ଭଲ ଜାଗା, ଉପଯୋଗୀ ଜାଗା ଜୁଟି ନଥାନ୍ତା ଏଭଳି ଲେଖକ ସମ୍ମିଳନୀ ଆୟୋଜନ କରିବା ପାଇଁ। ଆମେ ଉତ୍ସାହିତ, ଆନନ୍ଦିତ ଯେ ପ୍ରବନ୍ଧ ଏକାଡେମୀ ଆମକୁ ଗୋଟେ ସୁଯୋଗ ସହଯୋଗରେ ହାତ ବଢ଼ାଇଛନ୍ତି। ଆମେ କାର୍ଯ୍ୟକ୍ରମ କରୁଛୁ। ମୁଁ ଭାବୁଛି ଏ କାର୍ଯ୍ୟକ୍ରମ ସଫଳ ହେବ। ଏଠୁ ଯେଉଁମାନଙ୍କର କବି, ଯେଉଁ ଲେଖକ ଯେଉଁମାନଙ୍କର ହେବ, ସେମାନେ ଭବିଷ୍ୟତରେ ପୁଣି ଅନ୍ୟ ଜାଗାକୁ ଯିବେ, ରାଜ୍ୟର ଅନ୍ୟ ଜାଗାକୁ ଯିବେ, ଦେଶର ମଧ୍ୟ ବିଭିନ୍ନ ଜାଗାକୁ ଯିବେ। ଇଏ ହେଉଛି କାର୍ଯ୍ୟକ୍ରମର ଆଭିମୁଖ୍ୟ। ମୁଁ ଭାବୁଛି এটা ସଫଳ ହୋଇଛି। ଆଗାମୀ ଓଡ଼ିଶା ସରକାର ମଧ୍ୟ ଏଭଳି ଅନେକ କାର୍ଯ୍ୟକ୍ରମ ଏଠି ଆୟୋଜନ କରିବେ, ଏ ବିଶ୍ୱାସ ମୋର ରହିଛି।